ମାର୍କର ଦିଟା ଆଣିବ ବ୍ଲାକ୍ ମାର୍କର ଗୋଟେ ଆଣିବ ବ୍ଲାକ୍ ମାର୍କର ଗୋଟେ ଆଉ ବ୍ଲୁ ମାର୍କର କି ନୋଟ ଡାକିଥିଲି କି ନୋଟ ଯୋଉଟା ପଠେଇଥିଲି ଲେଖି ଦେଇଛ ଖାତାରେ ମାତାଶ୍ରୀ ଭାବୁଛୁ ଲେଖିଛୁ ନାହିଁ ଦେଉଛି ତ ସବୁ କମ୍ପ୍ଲିଟ କରିଛ କାଲି ଯେତିକି ପଠେଇଥିଲି stages of development ଟା ପଢିବା ଆଜି next topic ହଉଛି stages of এই ଯୋଉ ସ୍ଟେଜ ଯୋଉ ରହିଛି ଏ ସ୍ଟେଜ ଭିତରେ ପ୍ରଥମ ସ୍ଟେଜ ଆମେ ଦେଖିବା ତାକୁ କୁହାଯିବ ପ୍ରିନେଟାଲ ସ୍ଟେଜ ପ୍ରିନେଟାଲ ସ୍ଟେଜ ପ୍ରିନେଟାଲ ସ୍ଟେଜ ବୋଲି କୁହାଯିବ ତ ଏଇ ଯୋଉ ସ୍ଟେଜ ଆପ୍ରୋକ୍ସିମେଟଲି କେତେ ଆସିବ ନା the moment of conception continue to about approximately 280 days or 40 weeks तो प्रथम पॉइंट रे अगर हमें देखिबा एटा कोठु एटा स्टार्ट हबो फ्रॉम कंसेप्शन छुआटे गर्भावस्था रे थिबा थारु फ्रॉम कंसेप्शन टिल 280 days or 40 weeks तो स्टेज ता ए समय पर्यंत कंटिन्यू करिवो बुझला तापर से कहला ह्यूमन लाइफ बिगिंस विथ द यूनियन ऑफ मेल सेक्स सेल एंड फीमेल सेक्स सेल ओके तो conception takes place when the female sex cell ovum is fertilized by the male sex cell spermatozoa. This period is characterized by the period of rapid growth and that to such extent that when the infant is born, there is approximately 2 billion cells in the body. The size also increases from the size. तो ये जो डेवलपमेंट प्रीनेटल स्टेज रे का हुए जेतबे कंसेप्शन रो 280 डेज रे आर ग्रोथ ता बहुत रैपिड हे की रही बुझी होची तो ए समय रे
ଯେତେବେଳେ ଭ୍ରୂଣ ଅବସ୍ଥାରୁ ଛୁଆଟେ ଗୋଟେ ଆକୃତି ଉପରେ ଆସେ ତାର ବ୍ରେନ ଡେଭଲପମେଣ୍ଟ ହୁଏ କିମ୍ବା ଅଙ୍ଗ ପ୍ରତ୍ୟଙ୍ଗ ସବୁ ଆସେ ତ ଆ ସମୟରେ ତାର ଡେଭଲପମେଣ୍ଟ ବେଶୀ ଆ ଭିତରେ ରହିଥାଏ ତେଣୁ ସେ ସମୟକୁ ମାନେ କ୍ରୁସିଆଲ ପିରିୟଡ ବୋଲି କୁହାଯାଏ ଆଉ ଏଇ ସମୟରେ ମା ମାନଙ୍କୁ ବାହାରକୁ ଯିବା ପାଇଁ ମନା କରାଯାଇଥାଏ ଆଉ କିଛି ଖାଦ୍ୟପେୟର ରେଷ୍ଟ୍ରିକ୍ସନ ଦିଆଯାଇଥାଏ କାରଣ ସେ ସମୟରେ ଗର୍ଭ ନଷ୍ଟ ହବାର ବି ସମ୍ଭାବନା ଥାଏ ଓକେ ତ ସେଇ ଯୋଉ 6 ମନ୍ଥ ଯୋଉଟା କି ଆମେ ରଖୁଛେ ତ ଅଲମୋଷ୍ଟ ଆମେ ଯଦି ଦେଖିଦବା ଏଟା କେତେ ମନ୍ଥ ହଉଛି 9 ମନ୍ଥ ଆମର ରହୁଛି ଓକେ ତ 9 ମନ୍ଥ ପିରିୟଡ ରହୁଛି ଛୁଆଟି ଜନ୍ମ ହବା ଯାଇ ରହୁଛି କିନ୍ତୁ କ୍ରୁସିଆଲ ସମୟ କୁହାହଉଛି 6 ମାସ ରହୁଛି ପିଲା କଣ ହୁଏ ନା ଯେତେବେଳେ 7 ମାସ ହୁଏ ଗୋଟେ ଗୋଟେ ପିଲା ତାର ଷ୍ଟ୍ରକ୍ଚର କୁ ଆସି ଯାଇଥାନ୍ତି ଫୁଲି ବର୍ନ ହେଇନଥାନ୍ତି କିନ୍ତୁ ତାଙ୍କର ଗୋଟେ ଷ୍ଟ୍ରକ୍ଚର ସେମାନଙ୍କୁ ମିଳିଯାଇଥାଏ ବଡି ଷ୍ଟ୍ରକ୍ଚର ଆସି ଯାଇଥାଏ କିନ୍ତୁ ବ୍ରେନ ଡେଭଲପମେଣ୍ଟ ଷ୍ଟିଲ୍ ତାଙ୍କର ପ୍ରୋସେସ ରେ ଥାଏ ଆଉ ଯେତେ ଫେଟସ୍ ଭିତରେ ବଢି ଯାଆନ୍ତି ହଁ 7 ମନ୍ଥରେ ବି ଜନ୍ମ ହେଇଯାନ୍ତି 7 ମନ୍ଥରେ ଜନ୍ମ ହେଲେ ସେମାନେ କଣ ହୁଏ ନା ବାହାର ଏନଭାୟରନମେଣ୍ଟ ସହିତ ଖାପ ଖୁଆଇ ପାରନ୍ତିନି ଓକେ as well as କଣ ହବ ନା ବ୍ରେନ ଡେଭଲପମେଣ୍ଟ ସେଟା ହେଇନଥାଏ ସୋ ୱିକର ହେଇଥାନ୍ତି ସମସ୍ତେ ଆଉ ଯଦି ଗୋଟେ ପର୍ଟିକୁଲାର ଗୋଟେ ଏଜ ଥ୍ରୋରେ ସେମାନେ ସମୟରେ ସେମାନେ ଯଦି ବର୍ନ କରନ୍ତି ତାହେଲେ ସେମାନେ ୱେଲ ଡେଭଲପ ରହିଥାନ୍ତି 7 ମନ୍ଥରେ ବଡି ସେପ୍ ଆସିଛି ହଁ ବଡି ସେପ୍ ଆସେ ଓକେ କିନ୍ତୁ ଆମର ରହୁଛି ପ୍ରିମ୍ୟାଚିଓର ଡେଥ୍ ଗୁଡାକ ବେଶୀ ହୁଏ ତ ଆମେ ପଢିବା ଭିତରେ କାହିଁକି ପ୍ରିମ୍ୟାଚିଓର ଡେଥ୍ ହଉଛି ଏଇଟା ଡିପେଣ୍ଡ କରୁଛି ମଦର କୋଉ ଜାଗାରେ କୋଉ ଏନଭାୟରନମେଣ୍ଟରେ ରହୁଛି ତ ଆଉ ଆମେ ଯୋଉ ଟକ୍ସିକ ଲାଇଫ ଭିତରେ ଆମେ ବଞ୍ଚୁଛେ ଯେମିତି କି ଆମର ହେକ୍ଟିକ ଲାଇଫ ରହୁଛି ରାତିରେ ଡେରିରେ ଶୋଇବା ତାପରେ ହାଇଜେନିକ ଫୁଡ ଆମେ ନ ଖାଇବା ବାହାର ଫୁଡ ଉପରେ ଡିପେଣ୍ଡ କରୁଛେ ତା ସହିତ ଟେନସନ ଷ୍ଟ୍ରେସ ଯଦି ମା ଟି କୌଣସି ଅଫିସିଆଲ ଇଏରେ କାମ କରୁଛି ସେ ଯୋଉ ଷ୍ଟ୍ରେସ ଯୋଉ ଯଦି ନେଲା ତ ତା ଯୋଉଟା ପିଲାର ଇଫେକ୍ଟଟା ପିଲା ଉପରେ ସେ ଇଫେକ୍ଟଟା ପଡେ ତ ସେ ବର୍ନ ହେଇପାରେନି ଠିକ ସେ ହେଇପାରେନି বা ମେଣ୍ଟାଲି ସେଟା ଡିଷ୍ଟର୍ବ ହୁଏ ଆଉ ଯଦି ମା ଆଡିକୁଏଟ ହଉଛି କୌଣସି ୱାଇନ କିମ୍ବା ସ୍ମୋକିଂ ଏସବୁ ଜିନିଷ ଉପରେ ଯଦି ଆଡିକୁଏଟ ଅଛି ତାହେଲେ ଏଇଟା ମାନେ ପିଲା ଉପରେ ଇଫେକ୍ଟ ପକାଏ ତାର ଲଙ୍ଗ ସେଗୁଡା ସବୁ ଦୁର୍ବଳ ହେଇଯାଏ ଆଉ ତାର କିଛି ନା କିଛି ଗୋଟେ ବେମାରୀ ଆଗକୁ ରହିଥାଏ ତ ଆକ୍ଚୁଆଲି ଆମେ ଯଦି ଦେଖିବା ଏଇ ଯୋଉ ପିରିୟଡ ରେ ଆମର ଗ୍ରୋଥ ଟା ଅଧିକ ରହେ ଦିସ୍ ପିରିୟଡ କ୍ୟାରେକ୍ଟରାଇଜ ବାଇ ଦ ପିରିୟଡ ଅଫ ରାପିଡ ଗ୍ରୋଥ ଆକୁ କୁହାଯିବ ଦିସ୍ ପିରିୟଡ ଇଜ ଅଲସୋ କଲ୍ଡ this period is also called rapid growth the rapid growth period ଆର ରହିବ ସାର୍ ଓକେ এই ଯୋଉ conception period ରେ on the conception period two billions of cells develop in mother womb ମାନେ ଏତିକି billions of cell ଦ୍ୱାରା ହିଁ ଗୋଟେ ଛୁଆଟି ଜନ୍ମ ଦବ ଆଉ ଏଇ ସାଇଜ ଟା ଇନକ୍ରିଜ ହେଇକି ଆପ୍ରୋକ୍ସିମେଟ କଣ ଆସିବ 18 to 20 inches then the is size increases and it becomes 18 to 21 inches 18 to 21 inches okay तो ये जो प्रीनेटल स्टेज रे एक्चुअली कौन चेंजेस हुए आउ से जो इन्फेंट जो रही थाए इन्फेंट भितर कौन ट्रांसमिशन हुए गोटे ता भितर ए जो पीरियड देखि गला बेले ता भितर आसीबो 6टा मेजर फैक्टर आ भितर रोल प्ले करिवो
पिलार कैरेक्टरिस्टिक्स आरंभ करिकी बुद्धिर विकास हेल्थ सोशियली से केमती इंटैक्ट करिवो अन्य मानक सहित ए सब जिंस ए पीरियड ही डिसाइड हे ओके तेणु जेते बेले नथे ना से समय जो झगड़ा फगड़ा बेसी कले छुआ पर भी प्रभाव पड़े से भी गोटे आछो जेते चुरी बार से आगो इस कथा पर चुरी जाई लाइक का मारती छोटो छोटो तेणु जे से पॉजिटिव एनवायरनमेंट भाई भीतर रहइबो से कोन करबो ना प्रार्थना ये सब भीतर रहइबो बुझले कि नहीं एबे देखिबा तो छटा मेजर फैक्टर कोन रहउछ ताले से ये कपड़ा एडे छै डिवाइड देखि जाओ The छटा major factor जोटा काम करूची these include the 6 major factors the mechanism of hereditary transmission or hereditary endowment act as the foundation for the later growth and development of the fetus its effect is fixed no force external or internal can change it hereditary transmission हुए ओके जेमते कि जो प्रीवियस रो जा गोटे थिबो कोन ए मां मुह भलिया आनिछि बापा मुह भलिया आनिछि तो गोटे छुआटी जे तार जन्म हुए से परिवार रो कोनोसी व्यक्तिंकर मुह को समान आनी थाए किबा तार गुणटा को समान आनी थाए फोर्सफुली जदि जने चाहिबा को चेंज करिया को से कदापि को चेंज कर परिबो नाही एटा ऑटोमेटिकली ता भीतर से जीवा कथा जीवो तो हेरिडिटरी ट्रांसमिशन can occur it cannot be happened by the forcefully I mean forcefully आपको changes कर परिबा ना ओके the first रहियो the first जो 6 major factor अछि the 6 major factor 6 major factor during prenatal stage छटा जो मेजर फैक्टर रहला हम कोन देखिबा तो प्रथम फैक्टर रहउची the mechanism of hereditary transmission the first point the mechanism of hereditary transmission okay the hereditary transmission एठी आसीबो और आपको हमें आप कोई परिवार हेरिडिटरी एंडोमेंट act as foundation for lateral growth आ भीतर भल गुण भी आसे कौन प्रकार रोग जदि थाए पूर्व पुरुष रे से जिंस भी पिला भीतर ट्रांसमिशन हो and another factor most important factor it depends the pregnant mothers physical and mental health तो इस समय खाइबा पिया को भलो कोडा को फाउंडेशन फॉर लैटरल ग्रोथ तापर आसीबो प्रेग्नेंट मदर फिजिकल एंड मेंटल कंडीशन खाइबा पिया भलो दिया जाय से समय ओके आयरन ए सब जिंस दिया जाय कारण रक्त बेसिकली जो ब्लड फॉर्मेशन हुए नहीं तो सेति पे कोन करा जाय ना एठी तको बेसिकली भलो खाइबा एठी दिया जाय ओके तापर आसीबो मेंटल हेल्थ कंडीशन जोटा कि म कहली ऑफिशियल वर्क रो स्ट्रेस स्ट्रेन रहइबोनी घरर कोनोसी स्ट्रेस स्ट्रेन आ भीतर रहइबोनी तो मेंटल हेल्थ भी भलो रहिबा दरकार ताहाले मा कोन करिवो गोटे सुस्थ शिशु को जन्म देबो
आगो काଳରେ କଣ ହଉଥିଲା ଯେତେବେଳେ ଛୁଆଟି ଜନ୍ମ ହବାର ଥିଲା ତ ପ୍ରଥମେ କଣ ହଉଥିଲା ନା ଯୋଉ ବଏଜ ଗାର୍ଲସ ଭିତରେ ଯୋଉ ଡିସ୍କ୍ରିମିନେସନ ଥିଲା ତ ଜନ୍ମ ହବା ସମୟରେ ସେଟା ଯାଇକି ଟେଷ୍ଟିଂ କରୁଥିବୁ ଯଦି ଝିଅ ହଉଥିଲା ତ ହତ୍ୟା କରିଦବୁ ତ ଏଇ ଯୋଉ ପୁଅ ଝିଅ ହବ ଏଇଟା କେତେବେଳେ ଡିସାଇଡ ହୁଏ ଏଇଟା ଡିସାଇଡ ହବ ଆଟ ଦ ଟାଇମ ଅଫ କନସେପସନ ଯେତେବେଳେ ମା ଗର୍ଭବତୀ ହବ ତ ସେଇ ସମୟରେ ତାର ସେକ୍ସ ଟା ଫିକ୍ସ ହେଇଯାଇଥାଏ ତ ଆମେ ଏଠି ଦେଖିବା ଦ ସେକ୍ସ ଅଫ ନ୍ୟू ଲାଇଫ the sex of new life fixed at the time of at the time of conception तो इस समय ही फिक्स है छुआटी जन्म होला परे तार ग्रोथ ता धीरे धीरे हुए किंतु जेतेबेले प्रीनेटल स्टेज रे थाए तो से समय रे ता ग्रोथ ता सबटा फास्टर होय कंसेप्शन माने को टाइम पीरियड ऑफ माने कंसेप्शन माने जेतेबेले प्रेग्नेंट हो एट द टाइम तो सेटा ओके तो जो समय प्रेग्नेंट हो से दिन उठो तो से आउ से सेई दिन टाइम रो मतलब एई जे देखि से बुआ हो ना ପୁଅ ହବ ନା नहीं ଆଉ ତାପରେ ଲାଟର ଆମେ କିଛି ଚେଞ୍ଜେस କରିପାରିବା ଆମେ ଖାଲି ଡିଟରମିନ କରିବେ ଯିଏ ଡକ୍ଟର ଅଛନ୍ତି ସିଏ ଜାଣିପାରିବେ କିନ୍ତୁ ଆମେ ଯଦି ପଚାରିକି ସେଟା ଲିଗल वे चेक करन जो ଇଲିଗାଲ ଯେତେବେଳେ ହୁଏନି ଯେତେବେଳେ ଟାଇମ ଅଫ हां ये ଚେକଅପ डॉक्टर ସମୟ जोड़ ଡକ୍ଟର ହିଁ ଜାଣିଥାଏ କିନ୍ତୁ ଡକ୍ଟର କାହାକୁ କୁହେନି ଇନଡାଇରେକ୍ଟଲି କିଛି ହିଣ୍ଟସ ଦିଅନ୍ତି କିନ୍ତୁ ଡାଇରେକ୍ଟ ଯଦି କହିଦେବେ ତାହେଲେ ତାଙ୍କ ନାଁରେ କେସ୍ ତ ସେଇ ଡିଟରମିନେସନ କରିବେ ଆଉ ଯଦି ଡିଟରମିନେସନ କରିକି ଯଦି ତାକୁ ମାରିବେ ମିସକ୍ୟାରେଜ କରିବେ ତାହେଲେ ସେଇଟା କେସ୍ ହେଇଯିବ ଡକ୍ଟର ମାନେ ସେସବୁ କିଛି ହିଣ୍ଟସ ଦିଅନ୍ତି ନାହିଁ ଗତିକେ ଆଗରୁ ବେଶୀ ହଉଥିଲା ଏବେ ଏଇ ଜିନିଷ ଉପରେ ଆମର କମିଗଲା गौरव लव ଲାଇନ ପଳେଇଲା को ଫ୍ୟାନ ବୁଲୁଛି କଣ एसी चालू କରେଣ୍ଟ ପଳେଇଲା ଏସି ତୁମ ପାଖରେ ବ୍ୟାକଅପ ରେ କୋଉଠି ଦବ ଏସି ଚାଲିବ ମିଛ ଫ୍ୟାନ କେନ୍ତେ ଫ୍ୟାନ ଦିଆଯାଇଛି ଇନଭର୍ଟରରେ ଚାଲୁଛି ଏସି ରେ କୋଉଠି ଟୁ ଟନ୍ ଏସି ଟୁ ଟନ୍ ଏସି ବି ଚାଲିବ ଜେନେରେଟର ଚାଲିବ ସେଇଥିପାଇଁ ଯୋଉ ଲାଇନ ଖରାଦିନ ଏପଟ ସେପଟ that's the current ଦିନ ଅଲଗା Next, fourth point is growth of the fetus is systematic. Growth of fetus is systematic. And rapid during prenatal stage. The prenatal stage रे এটা बहुत rapid रहेगा. चाइल्ड बढ़ले से फेटस भी ग्रो करे फेटस भी ग्रो करे fetus grow करेगी child हुए. बुझिए अब ये जो prenatal stage को it is a very important stage. Prenatal stage is very important
important stage. Prenatal stage is very important stage. So that mother will Prenatal stage 4. hmm, Stage 244 280 days 8 days. 9 months ଛୁଆ ଜନ୍ମ ହବ ଯାଏ ଛୁଆ ଜନ୍ମ ହବ ତାପରେ 80 ୱିକ୍ 80 ୱିକ୍ ହେଲେ କେତେ ମାସ ହେଲା 16 ୱିକ୍ ମାନେ 16 ୱିକ୍ 16 ୱିକ୍ ହେଲେ ଆମର କେତେ 9 ମନ୍ଥ ରେ କେତେ ହଉଛି 36 ୱିକ୍ ଆଉ 36 ୱିକ୍ ପରେ ଆଉ କେତେଟା ୱିକ୍ ରହିଲା ଆଉ କେତେ ୱିକ୍ ରହିଲା वो साइकोलॉजी पढ़ुଛି मैथ ଆରେ କଣ 80 ୱିକ୍ ଆମେ ଦେଖିବା 80 ୱିକ୍ ମାନେ କେତେ ହେଲା ଏଠୁ 40 ଟା ପଳେଇଲା 9 ମାସେ ମାନେ ଆଉ 9 ମାସେ ହିସାବ କର ମାନେ ଛୁଆକୁ ବର୍ଷେ ହେବା ଯାଏ ସେଇଟା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ ଷ୍ଟେଜ୍ ବର୍ଷେ ଭିତରେ ବି ଛୁଆ ମରିଯାଏ ଜନ୍ମ ହେବା ପରେ ହିଁ ମରିଯାଏ ପରେ ହିଁ ସାଙ୍ଗେ ସାଙ୍ଗେ ମରିଯାଏ ହେଲା ଯେମିତି ବେସିକାଲି ସେ କଣ ହୁଏ स्किन ସ୍କିନ୍ ବେଶୀ ଆସ୍ମା ହେଇଯାଏ ଆଉ ଜଣ୍ଡିସ ବି ହଁ, ସେ ହଠାତ୍ ଉପରେ କଣ হবে ନା ଜନ୍ମ ହେବେ ହେଲା କାରଣ ତାଙ୍କ ଉପରେ ଏଇ ଏନଭାୟରନମେଣ୍ଟ କେମିତି ହବ ସିଏ ସିଏ ରହିଲା ମା ପେଟରେ ରହିଲେ ହେଲା ତମେ କଣ କରିଥିବ ତମେ ଏସି ରେ ସବୁ ଆମେ ରହିଥିବ ଛୁଆ ଜନ୍ମ ହେଲା ଆମେ ଏସି ଲଗେଇକି ରହିଗଲେ ଛୁଆକୁ ସାଙ୍ଗେ ସାଙ୍ଗେ କଣ ହବ ବାହାର ଏନଭାୟରନମେଣ୍ଟ ସହିତ କଣ୍ଟ୍ରୋଲ ହବ ପୁରା ନାକ ପାକ ବନ୍ଦ ହବ ଅଧିକ ଥଣ୍ଡା ଥଣ୍ଡା ହବ ମାନେ ଏନଭାୟରନମେଣ୍ଟ ସହିତ କୋପ ଅପ୍ କରିପାରେ ତ ସେଥିପାଇଁ ତାକୁ କଣ କରାଯାଏ ଯେତେବେଳେ ପ୍ରଥମେ ଜନ୍ମ ହୁଏ ଆଉ ଶୀତ ଦିନେ ବେସିକାଲି ଜନ୍ମ ହେଲେ ତାକୁ 100 ପ୍ରକାର ବଲ ଦେଇଦେବେ ରଖିବି ବୁଝିଲୁ ନହେଲେ ସେ ହିଟ୍ ତା ପାଖରେ ନ ପହଞ୍ଚିଲେ ହବନି ଆଉ ସକାଳୁ ନେଇକି ଖରାରେ ତାକୁ ନେଇକି ମାଲିସ କରନ୍ତି ନା ବୁଢୀ ମାନେ ଜେଜେମା ମାନେ ମାନେ ନେଇକି ମାଲିସ କରନ୍ତି ତାପରେ ଯାଇକି ପଡିବ ତାହେଲେ ଏଇ ବାଛୁରୀ ଛୁଆ ଜନ୍ମ ହେଲା ଦୌଡ଼ିବ ଏଇଟା ପକେଇଦିଅ ତମେ 4-5 ବର୍ଷ ଯାଏ ସେ କିଛି କରିପାରିବନି ଖୁଆଇବ ପେଁ ପା ହବ ତା କାନ୍ଦ ଷ୍ଟାଇଲରୁ ଜଣା ପଡିବ ସେ କଣ ପାଇଁ କାନ୍ଦୁଛି ତ ସେଟାକୁ ମାଆକୁ ବୁଝିବାକୁ ପଡିବ ପ୍ୟାଟର୍ନ ଅଫ କ୍ରାଇମ୍ ବୁଝିଲା so that for that mother will have to give for that mother will have to give proper environment ଗୋଟେ ଭଲ environment ଆମେ ଦବା better ତାପରେ डिपेंड करे attitude of the parent attitude of the parent এটা বেশি ডিপেন্ড করে ওটা ওটা জায়গায় কম हुए না both are not ready for মানে প্যারেন্ট হবা ପାଇଁ ରେଡି ନଥିବ ଛୁଆଟି ଜନ୍ମ ହବ ତାଙ୍କର କେୟାରିଂ ଟା ସେମାନେ ସେଇ ହିସାବରେ ନେବେ ସମାଜର ତାନା ପାଇଁ ଛୁଆ ଜନ୍ମ କରିବେ ତ ସେଇଟା ହଉଛି ଗୋଟେ ପ୍ରକାରର ଡେଭଲପମେଣ୍ଟ ଛୁଆର ହୁଏ ଓକେ ଘରେ କହୁଛନ୍ତି ଆଙ୍କର ଛୁଆ ହେଇଗଲା ଆଙ୍କର ଛୁଆ ହେଇଗଲା ତମ ଛୁଆ ହେଇଗଲା ତୋ ଛୁଆ ହେଇଗଲା। ତ ସେଇ ଯୋଉ ହିସାବରେ କଣ ଆମେ ଯଦି ରେଡି ନଥାଉ କିମ୍ବା କୌଣସି ତାନା ଏଇ ସବୁ ବିଷୟରେ ଭାବିକି ଯଦି ପିଲା ଜନ୍ମ ହୁଏ ତାହେଲେ ତାର ଯୋଉ ରିଲେସନ ଟା ଥାଏ ମା ଆଉ ଛୁଆ ପ୍ରତି ଏତେ ଆଟାଚମେଣ୍ଟ ହୁଏନି ତ ଛୁଆଟା ଆସ୍ତେ ଆସ୍ତେ ଡିଟାଚ ହେଇଯାଏ ନହେଲେ କୌଣସି ରୋଗଗ୍ରସ୍ତ ବି ମରିଯାଏ ନହେଲେ ଯଦି ବଡ ହବ ସେ ପଚାରିବନି ବୁଝୁଛନ୍ତି ସେ ଅଲଗା ହେଇକି ରହିଯିବ ଏଇ ଗୋଟେ ଯେମିତି କି ଗୋଟେ ଆତ୍ମୀୟତା ବୋଧଟା ଏଇଟା କମିଯାଏ ମା ହବାର ଯୋଉ ଆତ୍ମୀୟତା ସେଟା ନଥାଏ ଏବେ ଯେମିତି ରହୁଛି କଣ ଆମର ଟେଷ୍ଟ ଟ୍ୟୁବ ବେବି ହେଇଯାଉଛି ଓକେ ତ ଟେଷ୍ଟ ଟ୍ୟୁବ ବେବିରେ ମାନେ ସେମାନେ ମା ହବାର କଷ୍ଟ ସେମାନେ ଜାଣନ୍ତିନି ନାକ ଏଇଭଳିଆ ହବ କାନ ଏଇଭଳିଆ ହବ ଯେମିତି ମୂର୍ତ୍ତି ଗଲା ବେଳେ ଘରେ ଦେଇକି ପଳେଇ ଆସିବେ ତ ଏଇଭଳିଆ କଲେ କଣ ହବ ନା ଯୋଉ ଛୁଆ ହବାର ଆତ୍ମୀୟତା ପିଲା ପାଖରେ ଥାଏ ମାର ତ ସେଇ ଜିନିଷଟା ହେଇନଥିବ ତ ତା ଆଟାଚମେଣ୍ଟ ଛୁଆ ମାନଙ୍କ ସହିତ ଏତେ ହେଇନି ତ ସେଥିପାଇଁ ଏଇଟା ଡିପେଣ୍ଡ କରିବ ଆଟିଚ୍ୟୁଡ ଅଫ ଦ ପ୍ୟାରେଣ୍ଟ attitude of parent এটা বেসিক্যালি ডিপেন্ড করিব
especially that mother towards her pregnancy. Mother towards her pregnancy. मदर चाहूथिबो प्रेगनेंसी होवा पय तो से समय तार को आसीबो गोटे बॉन्डिंग रहइबो छुआ से तापर एटले मेंटल हेल्थ ऑफ मदर डिसाइडिंग mental health of fetus मार जेमती मेंटालिटी रहिबो छुआर सेउडा मेंटालिटी हेकी रहिबो ओके तो मेंटालिटी बेसी डिपेंड करिवो तो एई सब छटा फैक्टर हमर कोन हुए ना डिपेंड करे এটা হলো প্রিনেটাল স্টেজ র ফার্স্ট পার্ট তারপর আছে পিরিয়ড অফ ইনফ্যান্সি এসব ডিফরেন্ট স্টেজ সব আছে কিন্তু এই স্টেজ রে ভিতରୁ ଆମକୁ ବାଛିକି ଲେଖିବାକୁ ପଡିବ এটা ଲଙ୍ଗ କୋଶ୍ଚିନ୍ ପଡିବ ସିକ୍ସ ଫ୍ୟାକ୍ଟର ଆମେ ଲେଖିବାନି ତା ପୂର୍ବଟା ଲେଖିବା ବୁଝୁଛୁ ଖାଲି ଖାଲି ଯଦି ଡେସ୍କ୍ରାଇବ କରିବ 3 ମାର୍କ ଆମର ପଡିବ ଡେସ୍କ୍ରାଇବ अबाउट द प्रीनेटल स्टेज द प्रीनेटल स्टेज ଲେଖିକି ଛଡା ଫ୍ୟାକ୍ଟର ଆମକୁ ଲେଖିବାକୁ हेलो हां चल गए ओके तो एबे हमें लेखियो नेक्स्ट कांसेप्ट हम डिस्कशन करिवा हाउ द कंसेप्शन ऑपरेट्स देखि दलो तो भाई दिला और समय नहीं
Okay, the first one now, conception marks the beginning of the human life. A new life begins with the union of male sex cell and female sex cell. These sex cells are developed in the reproductive organs. These are the some similarity as well as the difference between the male and female sex cell. They are similar in the sense of their content chromosome. There are 23 chromosomes in each mature sex cell, and each chromosome contains the genes which are true carrier of the heredity. देखो एक conception जितना occurs होगा तो first of all कौन आसे ना 23 chromosome ये 23 chromosomes ये actually carrier करे गोटे छुआटे को बार दवा 10th रे दिला 10th रे ओके মানে thousands chromosomes ରହିବ କିନ୍ତୁ ତା ଭିତରୁ 23 chromosome जोटा ରହିବ ये कोन परिबा carrier रहବ there are 23 chromosomes in mature sex cell mature sex cells and each chromosome contains genes. Okay. तो हमारे genes को लेके आगे जीव and which are two carrier of which are two carriers of heredity. ता कोन गुणटा को लेके आगे गोटे होची जीन क्रोमोसोम 23 क्रोमोसोम देखो thousands of कोन आसीबो ना सेक्स सेल जीवो किंतु ता भीतर 23 क्रोमोसोम एक्टिव रहिबे आ ए 23 क्रोमोसोम कोन करिवे ताको जीन्स रो सब गुण गुण ए सब नेकी आगु फैमिली रे समस्त गुण निकले ठीक है कॉपी ओके अब each chromosome रे केते रहइबो ना 3000 genes रहइबो okay so in each chromosome there will be 3000 genes 3000 genes रहइबो 3000 genes रहइबो and in each chromosome there are पांच क्रोमोसोम रे 3000 टा गोटे क्रोमोसोम रे 3000 genes रहइबो
But what is difference between male and female sex cell? There are two main difference. In the first place, there are 23 match chromosome in the mature ovum. There will 22 match chromosome and one unmatched chromosome in mature spermatozoa, which may either X or Y. The second importance between them is relation to the number of preparatory stages of development they use pass through before they are ready to produce the new life. देखो आ भितर कोन होइबो हमर ए जो क्रोमोसोम संख्या रहउची तो दीटा पार्ट रो आसीबो एपट भी मेल रो आसीबो 23 एपट आसीबो 23 क्रोमोसोम किंतु 23 मेल क्रोमोसोम 23 रहला फीमेल क्रोमोसोम आ भितर मैच केते रहइबो ना एटे 23 मेल क्रोमोसोम मैच करिवो का भितर आर 22 सहित मैच करिवो फीमेल क्रोमोसोम सहित मैच करिवो गोटे अनमैच क्रोमोसोम एठी रही बुझला दो अनमैच क्रोमोसोम आसीबो 23 मैच क्रोमोसोम इन द मैच्योर ओव्यूम will there are 22 matched chromosome and one unmatched chromosome in the mature spermatozoa which may be either X or Y तो ए जो क्रोमोसोम गुडा रही था एटा X and Y बेसिस रे रही था किंतु जोटा मैच न करिवो ହେଲା एटा मे बी X टा मैच करेनी और मे बी Y टा मैच करेनी बुझला जदी X मैच कला ताले एटी को आसीबो मेल एटी आसीबो एटी Y मैच करले फीमेल आसीबो एटा काहा अंडर रे कंट्रोल नो क्रोमोसोम का से अटैच होबो आ कोटा अनमैच्ड होबो सेटा जणा नते तो जोटा लास्ट को जो क्रोमोसोम रहइबो से क्रोमोसोम हिसाब रे को आसीबो सेक्स डिफरेंशिएशन